ନୂଆ ବର୍ଷ ସକାଳେ ଘରୁ ବାହାରିଲା ବେଳକୁ ପ୍ରବଳ କୁହୁଡ଼ି ଆଉ ଜୋରଦାର ଶୀତ। ଆଉ ଏ ଶୀତ ସକାଳେ ସକାଳୁ ସକାଳୁ ବାହାରିଲା ବେଳକୁ ଭଗବାନଙ୍କ କୃପାରୁ ହେଇଗଲା ନାମ ସଂକୀର୍ତ୍ତନ। ତାପରେ ଗନ୍ତବ୍ୟସ୍ଥଳ ଆଡ଼କୁ ମାଡ଼ି ଯାଇ ପହଞ୍ଚିଲି ଇନଡୋର ହଲ୍ ବ୍ୟାଡ଼ମିଣ୍ଟନ କୋର୍ଟରେ। ସେଠି ଖେଳ ସାରିଲା ବେଳକୁ ପ୍ରବଳ ଶୀତ, ଏତେ ଶୀତ ଯେ ଚାହା ପାଣି ଟିକେ ନହେଲେ ଆଉ ସେଠୁ କୁଆଡ଼େ ହଲିବା କି କୌଣସି କାମ କରିବା ମୁସ୍କିଲ ହେଇଗଲା। ତେଣୁ ସାଙ୍ଗମାନେ ସାଙ୍ଗ ହୋଇ ମାଡ଼ି ଚାଲିଲୁ ଚାହା ଦୋକାନ ଆଡ଼କୁ। ତେବେ କେଉଁଠିକି ଯିବା କ'ଣ କରିବା ଏଇ ଚିନ୍ତାରେ ଚାଲିଲୁ ଶାସନ ଛକ ଆଡ଼କୁ। ଶାସନ ଛକରେ ଚାହା ପିଇ ସାରି ଫେରିଲା ବେଳକୁ ଦେହ ପୁରା ଶୀତରେ କାକରରେ ଜାଡ଼ି ଯାଇଥାଏ। ତେଣୁ ଆଉ ବିଳମ୍ବ ନ କରି ପୁଣି ମାଡ଼ି ଚାଲିଲୁ ଆଉ ଗୋଟେ ଜାଗାକୁ କୁଞ୍ଜକାନ୍ତ। ସେଠି ଚାହା କପେ ପିଆ ହେଲା। ପୁଣି ସେଠୁ ଆସି ଆମେ ଭାଗୀରଥୀ ସାଗର ନିକଟରେ ପହଞ୍ଚିଲୁ, ଯେଉଁଠି ଆମ ନଟ ଭାଇ ଚାହା ସ୍ପେଶାଲ୍ ଚାହା ବି ଟିକେ ପିଆ ହେଲା। ଚାହା ପିଇ ସାରି ଘରକୁ ଫେରୁଥିବା ବାଟରେ ଏତେ କୁହୁଡ଼ି ହେଲା ଅଟକିବାକୁ ପଡ଼ିଲା। ସେଠି ରଥଡ଼ା ପାଖରେ ଅଟକି ସେଠି ଆମର କବି ଭାଇ ଚାହା ଟିକେ ପିଆ ହେଲା। ପରିବା ଟିକେ କିଣି ସାରି ବାହାରିଲା ବେଳକୁ ଘରକୁ ଅବସ୍ଥା ଅସମ୍ଭାଳ। ପୁଣି ପୋଷ୍ଟ ଅଫିସ୍ ଛକରେ ଅଭୟ ଚାହା ପିଇ ଘରକୁ ଫେରିଲୁ। ଆପଣ ଯଦି ଢେଙ୍କାନାଳରେ ରହୁଛନ୍ତି ତେବେ ଜଣାନ୍ତୁ ଆପଣଙ୍କର କେଉଁଟା ଏଥିରୁ ସବୁଠୁ ପସନ୍ଦର ଚା ଦୋକାନ। ଆଉ ଏ କଥା ମୋତେ ଜଣାନ୍ତୁ ଏସବୁ ଦୋକାନ ଭିତରୁ କେଉଁଠି ଚା ଖଟିଟା ବେଶୀ ଜମେ। ଏସବୁ ଛଡ଼ା ଯଦି ଅଲଗା କେଉଁ ଦୋକାନରେ ଆହୁରି ଭଲ ଚା ହୁଏ ତାହେଲେ ସେଇଟା ମଧ୍ୟ ଆପଣ ଆମକୁ ଜଣାନ୍ତୁ।